এই কিছু দূর পরে দেখা যাচ্ছে গোটিয়ে গঙ্গা নদীর চলল চালল সখী মানে আমি সেই গঙ্গা নদীরে প্রথমে পাদ ধৌত করিবা তাপরে যাই আমি মা মঙ্গলা মন্দিরକୁ ଯିବା হল বউল মানে এথর চলো ଯିବା ମ তাহলে চালল সখী মানে চলো ଏବେ ଆମେ ପାଦ ଧୌତ କରି ଯିବା देखो 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 से नदी पाखर ना किए जने सुंदर चुपक सोई पड़िसंती नो सातारे अरे अपा तुम संता कहछ हो बोलो देखिबा कि ना से पूरा भारी सुंदर लो सातारे हो बोलो अरे अपा तांको देखला मात्रे ना मो मनटा किछ किछ होउछ सखी माने ए मां केमिति मारा किछ किछ हेउछि मां तांको ना मने मने मु भल पाई सारी छिलो सखी ए अपा हां सातारे तुम संता कहछ तांको रूप को देखि मो मनटा पूरा आकर्षित होई गला लो बोलो ए मां केमिति कोन केमिति मिति जे देखिला मात्र के भल पाई बहिला मां सेना हां देखिबा को बहुत सुंदर देखा जाउछि साता कहछ हां हेले ए अपा कोन होला सातारे से तो से तोई पड़ी छथि से तोई पड़ी थिबारु से उठी बाबारु ताकु ना ए परण मला देई दियलो तमे कोन कहछ सखी हां से जदी सातारे उठी दिबा तार से काले मना कर देई पावे तमे ठीक कहछ सखी से जुबकता सोई पड़ी छंती हां से उठिबा पूर्वरु मु तांका गलारे परणर मालाटा दे देबी ए अपा जमल बिलारी करनी हो ए नियो ए परण मालाटा सागर रे पिंदाई दियो ताहले दियो सखी ए नियाला
ଦେଇସାରିছিল ସତରେ ଲୋ ହଁ ହଁ ତାହେଲେ ତ ଭଲ ହେଇଯାଇଛି ନା ଅପା ହଁ ବୋଉଲା ମାନେ ତାହେଲେ ଏଥର ତମେ ସେ ଯୁବରାଜକୁ ଉଠେଇ ପାରିବ କି ଆଉ ତାଙ୍କ ପରିଚୟ ମାଗି ପାରିବ କି ସତ କହୁଛ ହଁ ବୋଉଲ ଏ ଅପା ତାହେଲେ ତମେ ଏତେ କଷ୍ଟ ଆମେ ଯାଇକି ତାକୁ ଉଠେଇ ଦଉଛୁ ତାହେଲେ ଯାଅ ମାନେ ଶୀଘ୍ର ଶୀଘ୍ର ଯାଅ ତାଙ୍କୁ ଉଠେଇବ ଆଉ ପରିଚୟ ମାଗିବ ହ୍ୟାଲୋ କଣ ହେଲା ବୋଉଲ ଆମେ ଯେତେ ଉଠିଲୁ ବି ସେ ଜମାରୁ ବି ଉଠିନି ଯଦି ତମେ ଯାଇକି ଉଠେଇ ଦେବ ତାହେଲେ ସତରେ ସେ ଉଠିଯିବ ବୋଧେ ଲୋ ଏ ବୋଉଲ ମାନେ ତମେ 4 ଜଣ ମିଶିକି ତାଙ୍କୁ ଉଠେଇଲ କିନ୍ତୁ ତମେ ତାଙ୍କୁ ଉଠେଇ ପାରିଲନି ତାମାନେ ଏଥର ଯାଇକି ମତେ ଉଠେଇବାକୁ ପଡିବ ହ୍ୟାଲୋ ଯାଉନ ହଉ ଠିକ ଅଛି ବାବା ତମେ ଟିକେ ଅପେକ୍ଷା କର ମୁଁ ଏଥର ସେ ଯୁବରାଜକୁ ଉଠେଇ ଦଉଛି ହଁ ଚାଲ ତାପରେ ତମେ ତାଙ୍କୁ ପରିଚୟ ମାଗିବ ହଉ ଠିକ ଅଛି ଯାଇକି ଉଠାଉନ
ମୋ ଯୁବରାଜକୁ ଛାଡ଼ି ମୁଁ ଯାଇପାରିବିନି କାହିଁକିନା ମୁଁ ତାଙ୍କ ଗଳାରେ ପରଣ ବାଲାଟା ଦେଇ ସାରିଛି ତାଙ୍କୁ ମୋ ପତ୍ନୀ ରୂପେ ଗ୍ରହଣ କରିସାରିଛି। ହେଲେ ଏ ଅପା କେମିତି ହେବ ଯେ ସେମାନେ ମରି ଯାଇଛି? ନାଇଁ ତମେ ସେମିତି କହିଲେ ମୁଁ ତୁମ ଚାଲ ବାପ ଚାଲ ଶୀଘ୍ର ଯିବା ଏବେ ଚାଲ ଯିବା। ଏ ବୋଉଲ ମାନେ ତମେ କଣ ସତ କହୁଛ? ସତ ଆମେ ସତ କହୁଛୁ। ହେ ବାବା ଗଳା ତୁମର କି ପରୀକ୍ଷା ବା ଶେଷରେ କଣ ଉପହାର ଦେଲ ମୋତେ? ମୁଁ ଜଣେ ମରା ମଣିଷକୁ ପରଣ ବାଲା ଦେଇ ସାରିଛି ବା ସେ ଜଣେ ମରା ମଣିଷ ତାକୁ ମୁଁ ସ୍ୱାମୀ ଭାବରେ ଗ୍ରହଣ କରିସାରିଛି। ହେଲେ କେମିତି ବା କେମିତି ସେ ତ ଜଣେ ମରା ମଣିଷ ତାଙ୍କୁ ମୁଁ ନେଇକି ଘର ସଂସାର କେମିତି କରିବି ବା କେମିତି କରିବି? ହେ ବାବଙ୍ଗଳ ତୁମେ ଏକା ସାହା ଭରସା ମା ତୁମେ ଏକା ସାହା ଭରସା। ହେ ବୋଉଲ ମାର ତମେ ଯଦି ଯିବ ତାହେଲେ ଯାଅ କିନ୍ତୁ ମୁଁ ସେଇ ଯୁବରାଜକୁ ଛାଡ଼ି ଯିବିନି। ଏ ଅପା ଚାଲ ଏଠୁ ଆମେ ଶୀଘ୍ର ଚାଲିଯିବା। ନାଇଁ ସଖିମାନେ ଦିନେ ସାବିତ୍ରୀ ଯେମିତି ସତ୍ୟବାନଙ୍କ ଜୀବନକୁ ଯମରାଜଙ୍କ ଠାରୁ ଫେରାଇ ଆଣିଥିଲେ ମୁଁ ବି ଆଜି ସେମିତି କରିବି। ମୁଁ ବି ମୋ ଧନ ପାଇଁ ସାବିତ୍ରୀ ସାଜିବି ଆଉ ମରଣ ମୁହଁରୁ ମୋ ଧନର ଜୀବନଟାକୁ ଫେରାଇ ଆଣିବି। ଏ ଅପା ଚାଲ ଚାଲ ଫେରି ଯିବା। ନାଇଁ ଚାଲ ଯିବା। ମୁଁ ଯିବିନି। ଦୟାକରି ମୋତେ ଏକୁଟିଆ ଛାଡ଼ିବାକୁ ଦିଅ। ତମେ ଯିବ ଯଦି ଚାଲି ଯାଉଛୁ ମୋତେ ଆଉ ବାଧ୍ୟ କରନି ତୁମ ସହିତ ଯିବାକୁ। ତମେ ଏଠୁ ଚାଲିଯାଅ। ଏ ଅପା ତାହେଲେ ଠିକ ଅଛି ଆମେ ଏଠୁ ଚାଲି ଯାଉଛୁ। ଠିକ ଅଛି ସଖିମାନେ ତମେ ଚାଲି ପାର। ଚଳିଲା ମୁଁ ଜଣେ ମଲା ମଣିଷକୁ ପରଣ ବାଲା ଦେଇକି ପତ୍ନୀ ରୂପେ ଭାବି ସାରିଛି ବା ହେଲେ କେମିତି ବା ସେ ଜଣେ ତ ମଲା ମଣିଷ ତାକୁ ମୁଁ ନେଇକି ଘର ସଂସାର କରି କେମିତି ଚଳିବି କେମିତି ଚଳିବି ହେ ମା ମଙ୍ଗଳା ତମେ ଏକା ସାହା ଭରସା ମା ତମେ ମୋତେ କିଛି ଗୋଟିଏ ସଂକେତ ଦିଅ ମା ମୁଁ ପରା ତୁମକୁ ପିଲାଟି ଦିନରୁ ସେବା କରି ଆସିଛି ମା ଆଉ ତମ ଦ୍ୱାରକୁ ଯିଏ ଯାଏ ତାକୁ ପରା ତମେ ଖାଲି ହାତରେ କେବେ ବି ଆଜି କଣ ତମେ ମୋତେ ଖାଲି ହାତରେ ଫେରେଇ ଦେବ ନାଇଁ ମା ସେଇଟା କେବେ ବି ହବନି ତୁମର କି ବିଚିତ୍ର ଲୀଳା ମା ମୋତେ କୋଉ ସଂକେତ ଦେଉଛ ମା ହେ ମା ମଙ୍ଗଳା
କି ତୁମର ବିଚିତ୍ର ଲୀଳା ମା ବିଚିତ୍ର ଲୀଳା କେମିତି ହେଲା ମା କେମିତି ମୁଁ ଆଜି ବରଣ ମାଲା ଦେଇଦେଲି ମା ସେ ମଲା ଲୋକକୁ ମତେ କିଛି ଗୋଟିଏ ତ ସଂକେତ ଦିଅ ମତେ ହଁ ହଁ ତମେ ଯଦି ମୋ ଧନଙ୍କ ଜୀବନ ଫେରେଇ ନ ଦେବ ମୁଁ ତାହେଲେ ତମ ଦ୍ୱାରକୁ ଯାଇ ମୁଣ୍ଡ ପିଟି ପିଟି ମୋ ଜୀବନଟାକୁ ହାରିଦେବି ମା ହାରିଦେବି ଏ ତ କାହାଣୀ କେମିତି ହେଲା ମୁଁ ଆଜି ମରଣ ଗଲାରେ ମରଣ ମାଲା ଏମିତି କାହାଣୀ କେମିତି ହେଲା ବେଳେ ବେଳେ ବାଟ ଧୋକା ଦିଏ ଲୁହ ଝିରି ବହି ଆଖି ପତାକ ଫୁଲ ପାଇ ମୋହ শ্রাবণ পাই কি মেঘ